ଖଙ୍କିରାରେ ଉଦ୍ଘାଟିତ ହେଲା ସେବା ସମବାୟ ସମିତି। ଢେଙ୍କାନାଳ ଜିଲ୍ଲା ଗଅଁଦିଆ ବ୍ଲକ ଖଙ୍କିରା ଗ୍ରାମରେ ଉଦ୍ଘାଟିତ ହେଲା ଖଙ୍କିରା ପ୍ରାଥମିକ କୃଷି ସମବାୟ ସମିତି। ଉଦ୍ଘାଟନ ସମାରୋହରେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ସମିତି ସମୂହ ଢେଙ୍କାନାଳର ଉପନିବନ୍ଧକ ଶ୍ରୀଯୁକ୍ତ ଉମାଶଙ୍କର ଦାସ, ସହକାରୀ ନିବନ୍ଧକ ସମବାୟ ସମିତି ସୁଶ୍ରୀ ଅନନ୍ୟା ଶର୍ମା ଢେଙ୍କାନାଳ ଯୋଗଦାନ କରି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଫଳ କରିଥିଲେ। ଏଥିରେ ଗ୍ରାମବାସୀଙ୍କ ତରଫରୁ ବିଭିନ୍ନ ଆପତ୍ତି ଓ ଅଭିଯୋଗ ମାନ୍ୟବର ମନ୍ତ୍ରୀ ଗ୍ରହଣ କରିଥିଲେ। ଏଥିସହିତ କୃଷିର ଉନ୍ନତି ତଥା ଜଳସେଚନ ଦିଗରେ ଡାହି ବନ୍ଧକୁ କାର୍ଯ୍ୟକ୍ରମ କରିବା ଓ ସୀମାନ୍ତ କଳଙ୍କଳା ରାସ୍ତାର ଉନ୍ନତିକରଣ ପାଇଁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ଓଡ଼ିଶା ସରକାରଙ୍କ ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମାନ୍ୟ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଏବଂ ସଭାରେ ଉପସ୍ଥିତ ଥିବା ସମସ୍ତ ମୋର ଗୁରୁଜନମାନଙ୍କୁ ମୋର ସ୍ୱାଗତ ଜଣାଉଛି। ବହୁମୂଲ୍ୟ ସମୟରୁ କିଛି ଅଞ୍ଚଳ ପାଇଁ ଉତ୍ସର୍ଗ କରି